ଆଜିର କିଛି ସୁନ୍ଦର ନୀତି ଶିକ୍ଷା। ଶିଶୁଟିଏ ସ୍ୱର୍ଗର ସୁନା ଫୁଲଟିଏ। ସାଧୁ ହେଉଛନ୍ତି ମଳୟ ପବନ ସଦୃଶ। ସେ କାଠକୁ ଚନ୍ଦନ କରିପାରନ୍ତି। ଗଜ ଅନୁସନ୍ଧାନ କର ନିଶ୍ଚିତ ପାଇବ। ବାର ଠକ୍ ଠକ୍ କର ଜବାବ ପାଇବ। ଆବଶ୍ୟକତା ହିଁ ଉଦ୍ଭାବନର ଜନନୀ। ଦୁଃଖକୁ ସୁଖ ମଣି ପାରିଲେ ମୃତ୍ୟୁ ଡରାଇ ପାରିବ ନାହିଁ। ମୃତ୍ୟୁ ସମୟରେ ପ୍ରାଣୀର ଭଲମନ୍ଦ ବାଣୀ ଜଣାପଡ଼େ। ଫୁଟିଲା ଫୁଲ ଆଉ ଥରେ ଫୁଟେ ନାହିଁ, ଫୁଟେ ନୂଆ କଢ଼ି। ସୁନ୍ଦର ମର୍ତ୍ତ୍ୟରେ କେହି ମରିବାକୁ ଚାହେଁ ନାହିଁ। କାଳ କିନ୍ତୁ କାହାକୁ ଛାଡ଼େ ନାହିଁ। କିଛି ଭୁଲ ତ୍ରୁଟି ହୋଇଯାଇଛି ବୋଲି ଭାଙ୍ଗି ପଡ଼ ନାହିଁ, ବରଂ ସେସବୁର ପୁନରାବୃତ୍ତି ନ ହେବା ପାଇଁ ସତର୍କ ରୁହ। ପବିତ୍ରତା ହିଁ ଜୀବନ, ଅପବିତ୍ରତା ଅର୍ଥ ମୃତ୍ୟୁ। ଫୁଲର ବାସ୍ନା ବାୟୁର ଅନୁକୂଳ ଦିଗକୁ ଯାଏ, ମାତ୍ର ପ୍ରତିଭାର ବାସ୍ନା ବାୟୁର ପ୍ରତିକୂଳରେ ଯାଇପାରେ। ସମର୍ପଣ ଯେତିକି ଅକୁଣ୍ଠ ହେବ, ଈଶ୍ୱରଙ୍କ କୃପା ସେତିକି ଲାଭ ହେବ। ଶୁଭସ୍ୟ ଶୀଘ୍ରମ୍। ଈଶ୍ୱରଙ୍କର ପ୍ରେମ ଆସ୍ୱାଦନ ନ କଲା ପର୍ଯ୍ୟନ୍ତ ଜୀବନର ମୂଲ୍ୟ ବୁଝି ହୁଏନା। ଧର୍ମ ଏକମାତ୍ର ଆରାଧ୍ୟ ବସ୍ତୁ। କ୍ଷମା ସାହାଯ୍ୟରେ ମନୁଷ୍ୟକୁ ପ୍ରକୃତ ଶାନ୍ତି ମିଳେ। ବିଦ୍ୟା ଲାଭରେ ଜ୍ଞାନ ଚକ୍ଷୁ ଖୋଲିଲେ ତୃପ୍ତି ଆସେ। ଜ୍ଞାନକୁ ବିତରଣ କଲେ ଜ୍ଞାନର ମୂଲ୍ୟ ବଢ଼େ। ଅନୁତାପ କଲେ ପାପ କ୍ଷୟ ହୁଏ, କିନ୍ତୁ ସତ୍ୟ ସର୍ବଦା ସ୍ଥିର ରହିଥାଏ। ଈଶ୍ୱରଙ୍କୁ ପାଇବାକୁ ହେଲେ ପ୍ରାଣୀମାନଙ୍କର ସେବା କରିବାକୁ ପଡ଼ିବ। ମହତ୍ତ୍ୱ ଉଦ୍ଦେଶ୍ୟ ରଖି କର୍ମ କଲେ ଏଥିରୁ ସୁଫଳ ମିଳିଥାଏ। ମଣିଷ ନିଷ୍ଠାର ସହିତ ନିଜର କର୍ତ୍ତବ୍ୟ କର୍ମ କଲେ, ନିଜର କର୍ତ୍ତବ୍ୟ କର୍ମ ସମ୍ପାଦନ କରୁଥିଲେ ଈଶ୍ୱରଙ୍କର କରୁଣା ଝରିପଡ଼େ। ଈଶ୍ୱର ମଣିଷଙ୍କୁ ଦୁଃଖ କଷ୍ଟ ଅଶାନ୍ତି ରୂପକ ଅଗ୍ନିରେ ପରୀକ୍ଷା କରି ତାର ଧୈର୍ଯ୍ୟ ଶକ୍ତିକୁ ପରୀକ୍ଷା କରିଥାନ୍ତି। ଭଗବାନଙ୍କୁ କେହି ଦେଖିପାରନ୍ତି ନାହିଁ, କାରଣ ଭଗବାନ ହେଉଛନ୍ତି ଅନୁଭବର ବସ୍ତୁ। ପରିଶ୍ରମ ଏବଂ ସାଧୁତା କେବେ ବ୍ୟର୍ଥ ଯାଏ ନାହିଁ। କଷ୍ଟ କଲେ କୃଷ୍ଣ ମିଳେ। ବେଇମାନ ଲୋକମାନେ କେବେ ବି ଅନୁତାପ କରନ୍ତି ନାହିଁ। ସ୍ୱାର୍ଥପର ଲୋକ କେବେ ବି କୃତଜ୍ଞତା ଜଣାଏ ନାହିଁ। ସୁବିଧାବାଦୀ ଲୋକ କେବେ କାହାର ଆପଣାର ହୁଏ ନାହିଁ। ଜୟ ଶ୍ରୀ ଜଗନ୍ନାଥ।